ଜୟ ଜଗନ୍ନାଥ ସାଙ୍ଗମାନେ। ମୁଁ ଆଜି ଆସିଛି ଆମ ଧାନ ବିଲକୁ। ତ ପଛରେ ଦେଖୁଥିବ ଧାନ ବିଲ। ତ ଧାନ କାଟିବା ପାଇଁ ଆସିଥିଲି। ତ କଣ ହେଇଛି ଧାନ ବିଲ ଆଜି ମୁଁ ଦେଖଉଛି ଆପଣଙ୍କୁ। ଇଏ ହେଲା ଆମ ଧାନ ବିଲ। ତ ଆଗ ଥର ଲଘୁଚାପରେ ପାଣି ଫୁଲ ହେଇଥିଲା, ଯାହାଦ୍ୱାରା ମାନେ ଧାନ ଗଛ ସବୁ ଶୁଇ ଯାଇଥିଲା। ଶୁଇ ଯାଇଥିଲା ଫଳରେ ଆମେ ଘର ସବୁ ମାନେ ଧାନ ଗଛ ସବୁ ବାନ୍ଧି ଦେଇଥିଲେ। ବାନ୍ଧି ଦିଆ ଦ୍ୱାରା ମାନେ ଧାନ ଗଛ ଧାନ ନାହିଁ, ମାନେ ସବୁ ଫସା ହେଇଯାଇଛି। ପୋକ ମାରିଦେଇଛି ନା ଧାନ ବାନ୍ଧି ଦେଲାକୁ ଏମିତି ହେଇଗଲା, ତ କଣ ପାଇଁ କେମିତି ଜାଣିନି। ଏ ସବୁ ଧାନର ଅବସ୍ଥା ନାହିଁ, ସବୁ ପୋକ ଖାଇଦେଇଛି, ଫସା ହେଇଯାଇଛି। ତାହେଲେ ଧାନ ମୁଟେ ନାହିଁ, ଏମିତି ଶୁଇ ଯାଇଥିଲା। ଏ ଫୁଲ ବିଲ ସେ ସାଇଡରେ ଛିଡା ହେଇଛି। ଏ ପାଖରେ ସବୁ ବାନ୍ଧା ହେଇଛି ଯାହାଦ୍ୱାରା। ଆଉ ସେ ସାଇଡ ଆମେ କାଟିଥିଲେ। ମାନେ ଧାନ ଏମିତିଆ ସିଚୁଏସନ ହେଇଛି। ଧାନର ଆଉ ଧାନ ଅଧିକା ପାକି ଯାଇଛି ନା କଣ, ଯାଉ ପୋକ ନେଦା ପୋକ ଫୁଲ ହେଇଯାଇଛି, ଯାହା ପାଇଁ ଫୁଲ ଗଳି ପଡୁଛି ଧାନ। ବାନ୍ଧା ଧାନ ଆମକୁ ଏତେ କଷ୍ଟ ହଉଛି, ମାନେ ବାନ୍ଧିଛେ ତ ଦିନ ରାତି ପଡ଼ିକି ମାନେ ବାନ୍ଧିଛେ ଧାନ ଗଛ। ତାଦ୍ୱାରା ବାନ୍ଧି ସାରିଲା ପରେ କାଟିବା ସମୟରେ ଏତେ ପ୍ରୋବ୍ଲେମ ହଉଛି, ମାନେ ଧାନ କାଟାକୁ ଲେଟ୍ ବି ଲେଟ୍ ହଉଛି। ସବୁ କିଛି ଲେଟ୍। ଧାନ ତ ନାହିଁ କିନ୍ତୁ କାଟିବା ଲେଟ୍, ସବୁ ଲେଟ୍ ହଉଛି। ଏମିତି ଦେଖିପାରୁଥିବେ ପୁରା ଶୁଇ ଯାଇଛି ଧାନ। କି କଷ୍ଟ ଏମିତିଆ, ଧାନ କାମ ପୁରା ଟେନସନ କାମ। ଗାଁର ସବୁ ଏମିତିଆ, ମେସିନ ବି ବସେଇବେନି, କିଛି କରେଇବେନି। ଗାଁ ଲୋକ ମାଇଣ୍ଡ ମେକଅପ୍ ପୁରା ଅଲଗା। ଏମିତି ଶୋଇଯାଇଛି ଦେଖୁଛୁ, ଏମିତି ଆମେ ବାନ୍ଧିଛେ 2 ଦିନ ପଡ଼ି ବାନ୍ଧିଛେ ଧାନ, ଏମିତି ଶୋଇଯାଇଛି। କଣ କହିବି, ଧାନ ଯାହା ଯେମିତି ହେଇଛି, ମାନେ ପୋକ ମାରି ରଖୁନାହିଁ। ତ ମୁଁ ଧାନ ବିଲରେ ପୁରା ଫୁଲ ଅଛି। ଏଇ ସବୁ ଧାନ ବିଲ ମାନେ ଅବସ୍ଥା ଦେଖିପାରିବେନି। ଏଇ ଧାନ ପୁରା ଫସା ହେଇଯାଇଛି, ପୁରା ଫସା ଆଉ ପୋକ ପୁରା ଖାଇଦେଇଛି, ଝଣିକି ହେଇଛି ଧାନ। ଆମେ କାଟୁଛେ, ମୁଁ ଆପଣଙ୍କୁ ଦେଖେଇବି କେମିତି ମାନେ ଧାନ ପୋକ ଖାଇଦେଇଛି। ତ ପୋକ ମାନେ ଆମେ ଧାନ ଗଛ କାଟୁଛେ, ତ ପୋକ ଏତେ ନେଦା ପୋକ ହେଇଛି ଦେଖିପାରିବେ। ଏ କେମିତି ଶୋଇଯାଇଛି। ଟିକେ ବର୍ଷା ପାଇଁ, ଏଇ ଲଘୁଚାପ ପାଇଁ ଏତେ ପ୍ରୋବ୍ଲେମ। ଏ ଧାନ ଗଛ ବାନ୍ଧିଥିଲେ, ଧାନ ଗଛ ବାନ୍ଧିକି ବି ସବୁ ନଉଟି ପଡିଛି। ଏଇଟା ଆମ ଧାନ ବିଲ। ଆପଣଙ୍କୁ ଦେଖେଇବି କେମିତି ପୋକ ହେଇଛି। ଚାଲନ୍ତୁ ଦେଖଉଛି କେମିତି ପୋକ ହେଇଛି ଧାନ ବିଲରେ। ଧାନ ସବୁ ଗଳି ପଡୁଛି, ସବୁ ଧାନ ସବୁ କାଟି ପକେଇଛି। ଯଦି ଗୋଟିଏ ଚାଷୀ ଯୋଉ କୌଣସି ବି ଚାଷ କରିଥାଉ, ତ ସେଇ ଚାଷରେ ଯଦି କିଛି ଉପାର୍ଜନ ନ ହୋଇଥାଏ ନା, ତାକୁ ଚାଷୀକି ତାହେଲେ ତାକୁ ବହୁତ ବାଧିଥାଏ ଓ ତାର ବହୁତ ଲସ୍ ହେଇଥାଏ। କାହିଁକିନା ମୁଁ ଦେଖୁଛି ଆମ ଚାଷ କରିଥିଲେ, ଆମ ଧାନ ଚାଷ କରିଥିଲେ, ତ ଧାନ ଫଳିଛି ତ ଭଲ। ତ ଫଳିବା ଦ୍ୱାରା କାହିଁକି ନା ସେଥିରେ ମାନେ କଣ ପାଣି, ମାନେ ଏଇ ଲଘୁଚାପ ଯଦି ହେଇଗଲା, ଧାନରେ ଏମିତି ପୋକ ଖାଇଛି ଯେ ଧାନ ସବୁ ଭୁଇଁରେ ପଡିଯାଇଛି। ଏଇଠି ଦେଖିବ କେତେ ଧାନ ପଡିଛି, ମାନେ ସବୁ କେରା କେରା ପଡିଛି। ବହୁତ ଧାନ ପଡିଯାଇଛି, ଯାହା ବହୁତ ନଷ୍ଟ ବି ହେଇଛି। ତ ମୁଁ ଦେଖୁଛି ଯାହା ଆମ ଚାଷ, ଏଇ ମେଘ ପାଇଁ ସବୁ କିଛି ଆମର ଲସ୍ ହଉଛି। ଧାନ ଗଛ ପୁରା ଶୋଇ ଯାଉଛି, ମାନେ ବହୁତ କିଛି ଇଏ ପ୍ରୋବ୍ଲେମ। ଧାନ ଗଛ ଶୋଇବା ଦ୍ୱାରା ଆମ ଗଛ ନଷ୍ଟ ହେଉଛି। ବାନ୍ଧିଥିଲେ କେତେ ଦେଖିବାକୁ ପୁରା ବାନ୍ଧା ହେଇଛି, ବାନ୍ଧିଛି। ଆଉ ଏଠି ଏମିତିଆ ମାନେ କେତେ ବାନ୍ଧା ହେଇଥିବ ଦେଖିଥିବ ଏଇଠି। ଶୋଇ ଯାଇଛି। ଏମିତି ଧାନ ଗଛର ପୋକ ଲାଗିଛି ଯେ ଧାନ ଆଉ ନାହିଁ, ସବୁ ଫସା ହେଇଯାଇଛି। ପୁରା ଦେଖୁଛ କଲର କେମିତି ଚେଞ୍ଜ ହେଇଯାଇଛି ଧାନ ପୁରା। ପୋକ ଧାନ କାଟୁଛି।